ଯେତେବେଳେ ଭଲ ମନରେ ଆଧ୍ୟାତ୍ମିକ ମନରେ ସ୍ୱାମୀ ସ୍ତ୍ରୀ ଏକାଠି ହୁଅନ୍ତି ଆଧ୍ୟାତ୍ମିକ ମନରେ, ସେ ଆଧ୍ୟାତ୍ମିକ ପ୍ରେମରେ ଯେଉଁ ଛୁଆଟି ଜନ୍ମ ହେବ ସେତେବେଳେ ତାର ଶିଶୁ ସମୟ ଆରମ୍ଭ ହେଲା। ସେ ସମୟରେ ଯଦି ବାପା ମାଆଙ୍କ ଭିତରେ ଭଲ ସମ୍ପର୍କ ନଥିବ, ପରସ୍ପର ଭିତରେ ଭଲ ବୁଝାମଣା ନଥିବ, ଆଉ ସେ ଭାବ ନେଇକି ଯେଉଁ ଶିଶୁ ଜନ୍ମ ହେବ ସିଏ ସେ ଭାବରେ ପ୍ରଥମରେ ଯେତେବେଳେ ଭୂମିଷ୍ଠ ହେବ ସେତେବେଳେ ତା ମନରେ ସେ ରକ୍ତ ପ୍ରବାହିତ ହେଉଛି। ଆଉ ତାକୁ ଆମେ ଯାହା ବୁଝେଇଲେ ମଧ୍ୟ ସେତିକି ସମ୍ଭବ ସେତିକି ଶକ୍ତିରେ ତାକୁ ବୁଝେଇଲେ ହୁଏତ ପରିବର୍ତ୍ତନ ହୋଇପାରେ, ନହେଲେ ସହଜରେ ହେବାଟା ସେତେଟା ସହଜ ନୁହେଁ। ଆପଣ ଜାଣିଛନ୍ତି ପ୍ରହ୍ଲାଦ କଥା, ଅଭିମନ୍ୟୁ କଥା, ସେମାନେ ସେ ଭାବରେ ବଢ଼ିଥିଲେ, ସେଇଥିପାଇଁ ସେମାନେ ସେ ଜିନିଷ ତାକୁ ତାଙ୍କର ଦେହ ଭିତରେ ପ୍ରବାହିତ ହେଉଥିଲା, ସେ ଅନୁସାରେ ସେମାନେ ପରିଚାଳିତ ହେଲେ। ବାପା ମାନଙ୍କର ଯେଉଁ କର୍ତ୍ତବ୍ୟ, ପ୍ରଥମେ ଶିଶୁଟିଏ ଜନ୍ମ ହେଇଗଲା ମାନେ ମାଆର ଦାୟିତ୍ୱ ବଢ଼ିଗଲା, ବାପା ଅପେକ୍ଷା ମାଆର ଦାୟିତ୍ୱ ବଢ଼ିଗଲା। ତାକୁ ଯେଉଁ ବାଟରେ ସିଏ ଚଳେଇବେ ସେ ବାଟରେ ସିଏ ଆସ୍ତେ 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 ବଢ଼ି 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 ଚାଲିବ। ବାପା ମା ଭଗବତ ପ୍ରେମ ପାଇ ପୂଜା ପଦ୍ଧତି କଲାବେଳେ ପିଲାଟିକି ଯଦି ସେ ପାଖରେ ବସେଇବେ, ବାପା କ'ଣ କରୁଛି ସେ ଲକ୍ଷ୍ୟ କରିବ। ଅଭ୍ୟାସ ଯୋଗେ ଶିଶୁ ଯଥା ଶିଖର ପ୍ରବେଶ ଘରକୁ ଥର ପଡ଼ି ତଳେ ତାର ଅଭ୍ୟାସ ସେ ବାଟରେ ସେ ଚାଲିବ। ତେଣୁ ଆମେ ଗୋଟେ ଜିନିଷ ସବୁବେଳେ ଚିନ୍ତା କରିବା ଯେ ବାଲ୍ୟକାଳୁ ପିଲାମାନଙ୍କୁ ସେ ବାଟରେ ଆମେ ନେଉଥିଲେ